ରାଜଭାଷା ପ୍ରୋତ୍ସାହନ ଯୋଜନା କାର୍ଯ୍ୟକ୍ରମରେ ପୁରୀ ବତୀଘର ପରିସରରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଡିଏଜି ଅଫିସର ଉପମହାଲେଖାକାର ଶ୍ରୀମତୀ ଏସ୍ ମନୋନମଣି। ଅନ୍ୟତମ ଅତିଥି ରୂପେ ଯୋଗଦାନ କରିଥିଲେ ଦୀପସ୍ତମ୍ଭ ଓ ଦୀପପୋତ ନିର୍ଦ୍ଦେଶାଳୟର କୋଲକାତା ସ୍ଥିତ ଉପନିର୍ଦ୍ଦେଶକ ଅବଦୁଲ୍ଲା ରଫିକ। ଅତିଥିମାନେ ରାଜଭାଷାର ପ୍ରସାର ଓ ବିକାଶ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ରାଜଭାଷା ବିଷୟରେ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। କୋଲକାତା ନିର୍ଦ୍ଦେଶାଳୟରୁ ଆସିଥିବା ବିଏମ୍ ପ୍ରସାଦ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ସ୍ୱାଗତ ଭାଷଣ ଦେଇଥିଲେ ପୁରୀ ବତୀଘରର ଅଧିକାରୀ ବିନୋଦ ଯାଦବ। ବତୀଘର ଅଧିକାରୀ ସଞ୍ଜୀବ କୁମାର ପ୍ରୟାଗୀ ଧନ୍ୟବାଦ ଅର୍ପଣ କରିଥିଲେ। ମନୋଜ ଶରଦ ପ୍ରତାପ ମହାପାତ୍ର ଓ ବଟକୃଷ୍ଣ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ଚନ୍ଦ୍ରଭାଗା ବତୀଘରର ପୂର୍ବତନ ଅଧିକାରୀ ପ୍ରଭାତ କୁମାର ସିଂ, ଗୋପାଳପୁର ବତୀଘରର ପୂର୍ବତନ ଅଧିକାରୀ ଆଶିଷ କୁମାର ଦାସ, ପୁରୀ ପାଣିପାଗ କାର୍ଯ୍ୟାଳୟର ଅଧିକାରୀ ଶ୍ରୀମତୀ କଳ୍ପନା ଦାସ ଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।